ଗଛରେ ପତ୍ର ନାହିଁ ଛେଳି ଖାଇଛି। ଆମ ଛେଳି ପାଟିରେ ସବୁ ଗଛ ପତ୍ର ଯାଉଛି ନା। ଠାକୁର ଡାକି ବସଉଛି ଦେଖିବା କିଛି ହଉଛି। ଗନୁ ଏତେ ଜଲ୍ଦି କାହିଁକି ପଳେଇନି? ଆମ ସାରା ଘର କଲେଜ ଯାଉଛି ବସିନି ପଳେଇନି। ଆଉ କେତେ ଗଛ ରହିଲା ମାନେ? କେତେ? 2ଟା 5ଟା। ମୁଁ ଏତେ ଘର ଥକିବନି, ଗାତ ଖୋଳି ପାରିଲି। କେତେ 8ଟା ଗଛ ଆଣିଥିଲୁ? 9ଟା। ବୋଉଲା ଏତେ ମିଛଣି 9ଟା 8ଟା ତ ଆଣିଥିଲୁ। ଆଉ ଗୋଟେ ବାଲ୍ଟି ଭିତରେ ଯେ ବଇଛି 9ଟା। ସେଇ ହେଲା 9ଟା 10ଟା କହିନି ଆଉ। ମୁଁ ଗଣିଛି ନା କେତେଟା ଫୁଲ ଗଛ। ଆଉ ଗାତ ଖୋଳି ପାରିବିନି, ସେ କୋଟି କୋଟିକା ଗଛ ଦିଟା ବସେଇମି। ଆଉ ବାପା ଆଇନି କାଲିକି। ଆଜି ପୁରାଇବେ, ଆଜି ସନ୍ଧ୍ୟା ବେଳକୁ ଆଇବେ। ଆଇନେ କାଲି ସକାଳେ ବସେଇବେ। ଓହୋ ସରି ମୁଁ ଥକିଗଲିଣି। ତୁ ହାଣିବନି ମତେ ଦେ। ମାନେ ମାଟିଟା ବହୁତ ଟାଇଟ୍ ନା। ମତେ ଦେ। ଟାଇଟ୍ ନା ଢିଲା? ଢିଲା ମାଟି। ତାର ନା ଦେଖିଆ। ହଉ ଦେ। କେତେ ଢିଲା ଦେଖିବୁ। ଦଉନି ରହି ଆମେ ଏଇଟା ସଫା କରିଦିଏ। କହନ୍ତି ଟାଇଟ୍ ମାଟି। ଟାଇଟ୍ ସବୁ ମାଟି ନା, କହିବ ହାଡ଼ ମାଟି। ହାଡ଼ ମାଟି କୋଉ ଟାଇଟ୍ ମାଟି? ହାଡ଼ ଟାଇଟ୍ ସବୁ। ହାଡ଼ ଟାଇଟ୍ ଖୋଳିବ। ଏଇଠି ହଉ। ମାଟିରେ ତ ଇଏ ବି ବଙ୍କା କରିପାରୁନି। ଆହୁରି କଥା କହୁଛି ପଡ଼ି ଯାଉଛୁ ଖୋଳି ଖୋଳିକି। ଦେଖନ୍ତୁ ସାଙ୍ଗମାନେ, ଆମର ଏତିକି ଫୁଲ ଗଛ ଲଗେଇଲେ ମାନେ ବହୁତ ଦିନ ହେଲା କିଣା ହେଇକି ଆସିଲାଣି, କିନ୍ତୁ ଜାଲ ନାହିଁ ବୋଲିକି ନଗେଇ ହେଉନାହିଁ, କାହିଁକିନା ଆମ ଛେଳି ଖାଇଦେବେ। ତଥାପି ଫୁଲ ଗଛ ଗୁଡ଼ା ମରିଗଲାଣି ନା, ଆମେ ଦେଖିକି ମନ ଦୁଃଖ ହେଲା। ନା ଯାଉଛୁ ନଗେଇଦେମି। ମରିଯିବ ଗଛ। ଗଛ ମରିଯିବ। କାହିଁକି? ଖରା ପାଇବନି ସେ ଗଛ। ଖରା ତ ପାଇବେନି ମୁଁ ଜାଣିଛି, କିନ୍ତୁ ସିଆଡ଼େ ବାଡ଼ିଆଡ଼େ ନଗେଇନେ ଛେଳି ଖାଇବେ। ଏଠି ନଗେଇ ଦେଇକି ସେଠି ସେଠି ଦେଇଦେଇଛି କିସ ନା, ଆମର କଣ୍ଟା ବୁଝା ଦେଇଦେଇଛି ସେଠି। ଏପଟକୁ ସେଠି ଗୋଟେ ଜାଲ ଦେଇଦେମି, ଏପଟକୁ ଗୋଟେ ଜାଲ ଦେଇଦେମି। ହଁ ଦେଇଦେନେ ହବ। ଆଉ କିସ କରିବୁ? ଦେଖିଆ ତୋ ହାତର ଗଛ ହଉଛି କି? ମୋ ହାତରେ ତ ଗଛ ହୁଏନି। ସିଧା କରିକି ବସା। ସିଧା କରିକି ବସେଇଛୁ ନା? ହଁ ଦେ ମାଟି ଦେ। ଏକଡ଼ ସେକଡ଼ ଚାରିକଡ଼ର। ଗଛଟାକୁ ତୁ ଭାଙ୍ଗିଦେବୁ ମୋତେ ଜଣା ପଡ଼ିଲାଣି। ଦେଖି ବୁଲ ଏପଟ ଦେଇକି ମୁଁ ଦେଖେ। ଫୁଲ ବେଇ କିସ କରୁଛୁ ଏଠି? ଗୋଟେ ଛୁଆ ବାଲି ଉପରେ ଚଢି, ପ୍ୟାଣ୍ଟ ମ୍ୟାଣ୍ଟ ସବୁ ବାଲି ହବ। ଆମର ଏଠି ପିଠା କରାହେଇଛି, ଦେଖ ଏଠି ଚକୁଳି ପିଠା ଆମର ବଢ଼ା ହେଇଛି। ଏଠି ଏ ପିଠାଟା ହବା ଉପରେ, କାଲି ଯେହେତୁ ଏ ପିଠାଟା କରାହେଇଥିଲା ତ ହବା ଉପରେ, ଆଜି ଏ ପିଠା କରାହେଇଛି। ସେ ବାଲି ଖେଳେଇ ଯିବ। ଆରେ ତୁ ଚଢ଼ିନେ ତାପରେ ଖେଳେଇ ଯିବନି ନା, ଏ ତଳେ ପଡ଼ିବ। ଏଇ ଦିଟାଙ୍କ ଯୁଗରୁ ମୁଁ ଏଠି ବସିକି ଜଗିଛି। ଏଠି ସେ ବାହି ଦେବେ, ସେ ଯୋଉ ଗୁଗୁର ତଳା ଯାଇନି ନା, ବାହି ଦେବେ। ବାଉ ନା
ମୋ ଝିଅ କରୁଛି ବାଉ। ଆରେ କାନଟା ପୁରା ଘା ହେଇଯାଇଛି, କାନ ଫୁଲ ନାଇଁ। ପକ୍କା ଘର ନା ମାଟି ଘର? ପକ୍କା ଘର କରାଯିବ। ବାଲିର କିସ ଘର କରାଯାଏ କି? ଜାଣିନୁ? ହଁ ହଁ। ଦେଖନ୍ତୁ ସାଙ୍ଗମାନେ, ଆର ଭିଡ଼ିଓରେ ମୁଁ କହିଥିଲି ଯେ କି ଆଉ 10-15 ଦିନ ଲାଗିବ ଆମର ହଉଛି ପୁରା ବିଲ ସଫା ହେବା ନାଗି। ଦେଖନ୍ତୁ ମୁଁ ଦେଖାଉଛୁ, ପୁରା ମାନେ ଫୁଲ ବିଲ ସଫା ହେଇଯାଇଛି, କେଣା ଆଉ ବାକି ନାହିଁ। ଖାଲି ଯା ଗୋଟେ ଗୋଟେ କଳେଇ ପୁଞ୍ଜି ରଖିଛନ୍ତି ବିଲର, ସେ କଳେଇ ପୁଞ୍ଜିକି ପିଟୁଛନ୍ତି। ଦେଖନ୍ତୁ ବିଲ ପୁରା ଫାଙ୍କା। ଏଇ ବିଲ ମୁଁ ଦେଖେଇଥିଲି ଯେ ପୁରା ଧାନର ଫୁଲ ଥିଲା, କିନ୍ତୁ ଏବେ ପୁରା ଫାଙ୍କା। ସେଇଠି ଦେଖନ୍ତୁ ଆମର ଧାନ ଝଡ଼ା ହେଉଛି। ଦେଖନ୍ତୁ ପିଟା ଚାଲିଛି। କେତେ ଉଞ୍ଚାର ସବୁ କୁଟା ଗାଦି ହେଇଛି ଦେଖନ୍ତୁ, ଚାରିଆଡ଼େ ଖାଲି କୁଟା। ବିଲରେ ଆଉ ଧାନ ନାହିଁ, ଖାଲି କୁଟା ଅଛନ୍ତି। ଆଉ ସେଠି ଆମର ଡୁଜର ଗାଡ଼ି ଯେଉଁ ଯାଉଛି ଆମର କିସ ପାଇପ୍, ତେଲ ପାଇପ୍ ଯାଉଛି ନାଇଁ କିସ ତଳେ, ସେଠି ଖୋଳା ଚାଲିଛି। ମାନେ ବିଲ ସଫା ହେଇତ ନାହିଁ, ପୁରା ଯିଏ ଯାହା କାମରେ ନାଗିଗଲେ। ଏଠି ଆମ ମଦନ, ଏଠି ଆମ ଝୁମୁରି, ସେଠି ଆମ କାଳି, ଆଉ କି କାଡ଼ି ସବୁ ପଳେଇ ଯାଇଛନ୍ତି। ଆଉ ଦୁଇଟା ତାଙ୍କର ଛଡ଼ା ହେଇଛନ୍ତି, କିଆଡ଼େ ବୁଲୁଛନ୍ତି ତାଙ୍କର। ମୁଁ ଏଠି ବାଡ଼ିରେ ବସିକି ଚାହିଁଛି, ସେଠି ଦିଟା ଗୁଗୁର ତାଡ଼ିଛି ନା, କୁକୁଡ଼ା ବାଇ ଦେବେ। ଏତେ ଶୋଇ ହେଉନି। 2 ଦିନ ହେଲା ଖାଲି କିଏ ମୋ ନାଁ ଧରୁଛି, ମୋ ତାଳୁକୁ ଉଠୁଛି। ଆଉ ଆଜି ଉପାସ ସାଙ୍ଗମାନେ, ମଙ୍ଗଳବାର ଯେହେତୁ ଆଜି ଆଜି ସଂକ୍ରାନ୍ତି ବି, ଆଉ ମଙ୍ଗଳ ସଂକ୍ରାନ୍ତି ତ ଆଜି ଉପାସ। ଆଉ ଆମେ ତ ଏଠି ଉପାସର ବସିଛେ, ମୋ ଝିଅ ସେଇଠି ବାଲିରେ ଖେଳୁଛୁ, ଦେଖୁଥିବେ ଆପଣ। ଦେଖ ତ ସିଏ ସେଇଠି ଖେଳୁଛୁ, ମୁଁ ଏଠି ବସିକି ଚାହିଁଛି। ଆଉ କେହି କିଣିବି ନାହାନ୍ତି, ଖାଲି ଏକଲା ମୋ ଝିଅ ଆଉ ମୁଁ, ଆପଣମାନେ। ଯେହେତୁ ଆଜି ଉପାସ, କିଛି ଖାଇବାର ହେଇନି, ତ ମୁଁ ଉପାସ କରେ, ଯେକୌଣସି ଉପାସ ବି କରେ, ମୁଁ କିଛି ଖାଏ ନାହିଁ। ଦିନ ସାରା ଏମିତି ବୁଲୁଥିବି, ଆଉ ଟିକେ ଚାହା କରିକି ନିଶ୍ଚୟ ପିଏ, ଆଉ କିଛି ବି ଖାଏନି। ଏବେ କିଏ ଡାକୁଛୁ ନାଇଁ ଘର ଆଡ଼େ।